ବାସିନ୍ଦା ସେ ସିଧାସଳଖ ଆଗରେ ରହିଛନ୍ତି ଶୁକ୍ରୁ ପଛରେ ସଞ୍ଜୟ ରହିଛନ୍ତି ସେହିଭଳି ଭାବରେ ଭନିଲା ରୋନି ପୂର୍ଣ୍ଣିମାସି ଓ ରୋନି ଏହି ସିଧାସଳଖ ଏହି 5 ଜଣ ଯାକ ଆତ୍ମସମର୍ପଣ ନମ୍ବର ଓଡ଼ିଶା ସେ 1997 ସେ ମାଲକାନଗିରି ଜିଲ୍ଲାରେ ପ୍ରଥମେ ମାଓବାଦୀ ମାନଙ୍କ ସାଙ୍ଗରେ ସାମିଲ ହୋଇଥିଲେ। ତାପରେ 98 ସେ ପିଏମ୍ ହେଲେ। 2001 ସେ ଏସିଏମ୍, 2002 ସେ ଡିକେ ଏରିଆରେ କାମ କଲେ। 2005 ସେ ଡିଭିସିଏମ୍ ରେଙ୍କୁ ପ୍ରମୋସନ ପାଇଲେ। 2007 ସେ ଓଡ଼ିଶାର ଭୁବନେଶ୍ୱର ଡିଭିଜନକୁ ଟ୍ରାନ୍ସଫର ହେଲା ପରେ 2008-12 ପର୍ଯ୍ୟନ୍ତ ତାଙ୍କ ବାପାଙ୍କ ନାଁ ମନୁ ରାୱା। ସେ ତେଲାମ ଗାଁର ଇସ୍ତାରାମ ଥାନା ଓଲଟା ଡିଷ୍ଟ୍ରିକ୍ଟ ସୁକମା ଛତିଶଗଡ଼ର ବାସିନ୍ଦା। ସେ ପ୍ରଥମେ ବିଜିଏନ୍ ଡିଭିଜନରେ ଯେଉଁ ଶୁକ୍ରୁ ଆତ୍ମସମର୍ପଣ କଲେ ତାଙ୍କର ସେ ବଡିଗାର୍ଡ ହିସାବରେ କାମ କରୁଥିଲେ। ବର୍ତ୍ତମାନ ସେ 2023ରୁ 26 ପର୍ଯ୍ୟନ୍ତ କେକେବିଏନ୍ ଡିଭିଜନରେ କାମ କରୁଥିଲେ। ସେ ତାଙ୍କର ଅସ୍ତ୍ରତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତି। ସ୍ୱାଗତ ବନିଲା ସେ 2018 ମସିହାରେ ମାଓବାଦୀ ପାର୍ଟି ଜଏନ୍ କରିଥିଲେ। ସେ ପ୍ରଥମେ ଅଷ୍ଟମ ବସ୍ତର, ତାପରେ ମାର୍ଗ ଡିଭିଜନ, ତାପରେ 21ରୁ 22 ନୂଆପଡ଼ା ଡିଭିଜନ ଏବଂ 22-26 କେକେବିଏନ୍ ଡିଭିଜନରେ କାର୍ଯ୍ୟ କରୁଥିଲେ। ଆଜି ସେ ଓଡ଼ିଶା ସରକାରଙ୍କ ପାଖରେ